ହାତୀପଲ ଯୋଗୁଁ ସାରମୂଳା ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ସହିତ ଘର ନଷ୍ଟ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଛି। ସୂଚନା ମୁତାବକ ଆଜି ସାରମୂଳା ଗ୍ରାମ ପର୍ଯ୍ୟନ୍ତ ହୁପା ମାରଣ୍ଡି, ଧନେଶ୍ୱର ପାତ୍ର, ରାଜେନ୍ଦ୍ର ପାତ୍ର, ବାଦ୍ରା ମାରଣ୍ଡି, ସାମଲ ମାହାଲି, ଛୋଟା ମୁର୍ମୁ ଓ ଭାନୁ ମାହାଲିଙ୍କ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ। ସେହିପରି ଉକ୍ତ ଗ୍ରାମରେ ଗିରିଶ ପାତ୍ର ଏବଂ ଅନ୍ୟ ଜଣଙ୍କ ଆଂଶିକ ଘର ଭାଙ୍ଗିଥିବାର ସୂଚନା ଦେଇଛନ୍ତି ରେଞ୍ଜର ଘନଶ୍ୟାମ ସିଂ। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା 20,000 ଟଙ୍କା ସହାୟତା ମିଳୁଥିବା ବେଳେ ବର୍ତ୍ତମାନ ଅନଲାଇନ୍ ସାଇଟ୍ ଅସୁବିଧା ଯୋଗୁଁ ଆବେଦନ କରିହେଉନାହିଁ। ସେହିପରି 64ଟି ଝାଡ଼ଖଣ୍ଡ ହାତୀ ମହୁଲିଆ ଜଙ୍ଗଲରେ 21ଟି ଶିମିଳିପାଳର ହାତୀ ସାରମୂଳା ଜଙ୍ଗଲରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀ ସିଂ। ତେବେ ଯଥାଶୀଘ୍ର ଚାଷୀ ଓ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଚେଷ୍ଟା କରିବେ ରେଞ୍ଜର ଘନଶ୍ୟାମ ସିଂ ବୋଲି ସୂଚନା ଦେଇଛନ୍ତି।